ଯୋଗ ଦିବସ ବି ସବୁ ଜାଗାରେ ବି ପାଳନ କରାଯାଉଛି ଏବଂ ଫାଦର ଦିବସ ବି ପାଳନ କରାଯାଉଛି, କିନ୍ତୁ ପ୍ରତ୍ୟେକ ଜାଗାରେ ଫାଦର ଦିବସ ଯେଉଁ ପାଳନ କରାଯାଉଛି ପାଳନର ହେଉଛି ସେତିକିରେ ସୀମିତ ରହିଯାଉଛି। କିନ୍ତୁ ଯଦି ଘରେ ବାପା ଆଉ ମା ଦୁଇ ଜଣ ଆଉ ନେଗେଟିଭ୍ ପଜିଟିଭ୍ ଯଦି ନ ଘରେ ରହିବେ ତାହେଲେ ସେ ପରିବାର ବି ଚାଲିବନି। କିନ୍ତୁ ବାସ୍ତବରେ ଆଜି ଯେଉଁ ଫାଦର୍ସ ଡେରେ କିନ୍ତୁ ଓଡ଼ିଶାର ଗୋଟେ ହେଉଛି ସାରା ପଲ୍ଲୀରେ ସବୁ ଜାଗାରେ ଗୋଟେ ପ୍ରଭାବ ପଡ଼ୁଛି କ'ଣ ନା, ବାପା ଯାହାର ବାପା ନାହିଁ ତା'ର ସାହା ନାହିଁ। ଯଦି ବାପ ଥିବ ପୁଅ ସବାରେ ହାରେନି। ସେମିତି ପ୍ରତ୍ୟେକ ଜିନିଷରେ ବାପାର ବହୁତ ଅବଦାନ ଥାଏ। ଯଦି ବାପା ସୃଷ୍ଟି ବାପା ଆଉ ମା ଦୁଇଟାଙ୍କ ସଂସାର ହେଉଛି ସୃଷ୍ଟିକର୍ତ୍ତା। ସେଥିପାଇଁ ଦୁଇରୁ ଗୋଟିଏ, ଗୋଟେ ସ୍ୱାମୀ ଗୋଟେ ସ୍ତ୍ରୀ। ସେଥିପାଇଁ କି ବାପା ଆଉ ମା ଦୁଇ ଜଣଙ୍କର ଯଦି ନ ରହିବ ତାହେଲେ ସଂସାର ଚାଲିପାରିବନି। କି ସମସ୍ତେ ଫାଦର ଡେ ପାଳନ କରୁଛନ୍ତି, କିନ୍ତୁ ଆଜିକାଲି ଦୁନିଆରେ ଲୋକ କହାଣୀ ଲୋକ କହୁଛନ୍ତି ଫାଦର ଡେ ମାନୁଛନ୍ତି, କିନ୍ତୁ ବାପା ମାଆଙ୍କୁ ନେଇକି ଆଶ୍ରମରେ ବୃଦ୍ଧାଶ୍ରମ ଚାଲୁଛନ୍ତି। ସେଥିପାଇଁ କି ଏଟା ହେଉଛି ଗୋଟେ କଳିଙ୍ଗ ପବ୍ଲିକ୍ ଆଡ଼ଭାନ୍ସ ସ୍କୁଲ ଉତ୍ତର ଭୁବନେଶ୍ୱରରେ ଗୋଟେ ନିଆରା ସ୍କୁଲ। ସେଥିପାଇଁ କି ଏ ଅନୁଷ୍ଠାନ ଯିଏ ଡକ୍ଟର ସୁଶାନ୍ତ ଦାସ ସେ ଗୋଟେ ନିଆରା ଢଙ୍ଗରେ ସ୍କୁଲ କିନ୍ତୁ ଚଲେଇଛନ୍ତି। କିନ୍ତୁ ପ୍ରତ୍ୟେକ ଲୋକ ଏଠି ଯେଉଁ ପିଲାଙ୍କର ପାଠ ପଢ଼ିବା ତା'ର ତାରିକା, ସେ ପିଲା ଭବିଷ୍ୟତରେ ମୁଁ ନିଜେ ବି କହୁଛି, ମୋର ବି ଅନୁଭବ ଯାହା, କିନ୍ତୁ ସେ ପିଲା କେବେ କେଉଁଠି ଝୁଣ୍ଟିବନି କି କେଉଁ ଜାଗାରେ ହାରାସମେଣ୍ଟ ହେବେନି। ସେଥିପାଇଁ ଏଠିକାର ପାଠ ପଢ଼ିବା ଇଏ ଗୋଟେ ନିଆରା। ସେଥିପାଇଁ ଇଏ ପିଲାଙ୍କୁ ଏମିତି ପ୍ରତ୍ୟେକ 12 ମାସରେ 12ଟା ପର୍ବ, ସେମିତି ସ୍କୁଲରେ ପ୍ରତ୍ୟେକ ଜିନିଷରେ ମାସେ 6 ମାସ 3 ମାସ ପ୍ରତ୍ୟେକ ମାସରେ ଗୋଟା ପ୍ରୋଗ୍ରାମ କାର୍ଯ୍ୟକ୍ରମ ଥାଏ। ଏବଂ ଇଏ ପିଲା ବି ଯେତେବେଳେ ଭବିଷ୍ୟତରେ ଏଇଠୁ ବି କଲେକ୍ଟର ହେଇକି ବାହାରି ପାରିବେ, IAS OAS ବାହାରି ପାରିବେ, କି ଦରକାର ପଡ଼ିଲେ ବି ଇଞ୍ଜିନିୟର ବାହାରି ପାରିବେ। ପ୍ରତ୍ୟେକ ପିଲା ବାହାରି ପାରିବେ, ଝିଅ ହେଉ କି ପୁଅ ହେଉ ବାହାରି ପାରିବେ। କିନ୍ତୁ ସେମାନେ ଏଠି ଏ ସ୍କୁଲର ଯିଏ ହେଉଛି ପ୍ରତିଷ୍ଠାତା ଯେଉଁମାନେ ହେଉଛନ୍ତି ମୁଖ୍ୟ ଡକ୍ଟର ସୁଶାନ୍ତ ଦାସ, ସିଏ ଏମିତି ପିଲାଙ୍କୁ ଗଢ଼ିଥିବେ, ସିଏ କେବେ ଆଉ ବୃଦ୍ଧ ଆଶ୍ରମକୁ ତାଙ୍କ ବାପା ମାଆଙ୍କୁ ଛାଡ଼ିବେନି। ମୁଁ ଯାହା ଯେତିକି ଅଙ୍ଗେ ନିଭାଉଛି, ଯେଉଁଠି ମୂକ ଯେଉଁ ପିଲାଟି ଅତି କିଛି ଜାଣିନାହିଁ, ସେ ପିଲା ଯେତେ ଆଡ଼ଭାନ୍ସ ହେଇକି ପାଠ ପଢ଼ୁଛି, ମୁଁ ଦେଖୁଛି ବଡ଼ ବଡ଼ ସ୍କୁଲରେ କିନ୍ତୁ ସେମିତି ସିଷ୍ଟମ୍ ନାହିଁ। ସେଥିପାଇଁ କି ପ୍ରତ୍ୟେକ ଲୋକ ଜାଣିବା ଦରକାର, ସେ ଯେଡ଼େ ବଡ଼ ଗରିବ ହେଉ ବଡ଼ ଲୋକ ହେଉ, ପ୍ରତ୍ୟେକ ଜିନିଷର ଗୋଟେ ହାଇ କ୍ୱାଲିଟିରେ ଚାଲିଛି କ'ଣ ନା, ବାପା ମା ଯେତେବେଳେ ହେଉଛି ପିଲାଙ୍କୁ ପାଠ ପଢ଼େଇକି ସେ ପିଲା ଯେତେବେଳେ ଚାକିରି କରୁଛନ୍ତି ବାହାରେ। ବର୍ତ୍ତମାନ ଆମ ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ବି ଚାକିରି ନାହିଁ କି ଭାରତ ବର୍ଷରେ ନାହିଁ। ସେ ଭାରତ ବାହାରକୁ ଯେଉଁମାନେ ଯାଉଛନ୍ତି, ଆମେରିକା ହେଉ ରୁଷିଆ ହେଉ ଯୁଆଡ଼େ ହେଉଛି, ରୁଷ ହେଉ ଯେଉଁଠିକି ଚାଇନା ହେଉ ଯାଉଛନ୍ତି, କିନ୍ତୁ ସେ ବାପା ମାଆକୁ ବୃଦ୍ଧ ଆଶ୍ରମରେ ଛାଡ଼ି ଦେଇକି ଯାଉଛନ୍ତି। ଫୋନ୍ରେ ବି କଥା ହେବାକୁ ବି ତାଙ୍କୁ ସମୟ ନାହିଁ। ଯଦି ବାପା ଇଆଡ଼େ ମରିଗଲେଣି କି ମା ମରିଗଲେଣି, ପୁଅ ବି ତା ପଛରେ ଖବର ପାଉଛି। କିନ୍ତୁ ସେଥିପାଇଁ ଆସ୍ତେ ଆସ୍ତେ ଆମ ସମାଜରେ ଗୋଟେ ପରିବେଶ ନଷ୍ଟ ହେବାକୁ ଯାଉଛି। କିନ୍ତୁ ଯଦି ଏଇଭଳି ନିଆରିଆ ସ୍କୁଲ ଆଉ କଳିଙ୍ଗ ଆଡ଼ଭାନ୍ସ ସ୍କୁଲ ଯଦି ପ୍ରତ୍ୟେକ 30ଟା ଜିଲ୍ଲାରେ ଯଦି ଆରମ୍ଭ ହୁଏ, ତାହେଲେ ଏଠି ଯେଉଁଠି ମାନେ ଆଙ୍କର ଯେଉଁ ଫ୍ରିଡ଼ମ୍ଟା ଦିଆଯାଉଛି, ସେ ପିଲା କେଉଁଠି ହାରାସମେଣ୍ଟ ହେବନି କି ତାଙ୍କ ବାପା ମାଆଙ୍କୁ କେବେ ଅବହେଳା କରିବନି। ଇଏ ହେଉଛି କଥା। ସେଥିପାଇଁ ଜଗନ୍ନାଥଙ୍କ କତିରେ ପ୍ରାର୍ଥନା କରୁଛି, ଏ ସ୍କୁଲର ଉନ୍ନତି ହେଉ, ଏମିତି ସବୁଦିନ କାର୍ଯ୍ୟକ୍ରମ ହେଉଥାଉ। ସମସ୍ତିଙ୍କର ଦିଦି ଆଉ ପିଲାମାନଙ୍କୁ ଜଗନ୍ନାଥ ଘଣ୍ଟ ଘୋଡ଼େଇ ରଖିଥାନ୍ତି। ଜୟ ଜଗନ୍ନାଥ।